ମା ଆମେ ଆଜି ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 509 510। 509ରେ ପ୍ରଭୁ କହୁଛନ୍ତି, ହେ ଦାନବ, ତୁମର ଉଦ୍ୟମ ସଫଳ ହୋଇଛି କି? ଦେବତା ଏବଂ ବିଶ୍ୱ ଅଧିଷ୍ଠାତାଙ୍କ ଦ୍ୱାରା ସେବିତ ହୋଇ ତୁମେ ରାବଣ ଓ ହିରଣ୍ୟକଶିପୁ ପରି ଆସୀନ ହୋଇପାରିଛ କି? ମାତ୍ର ତୁମର ଆତ୍ମା ଯାହା ଲାଗି ପ୍ରକୃତରେ ବ୍ୟାକୁଳ ହୋଇ ରହିଥିଲା, ସେଇଠି ତୁମଠାରୁ ଛାଡ଼ି ଚାଲି ଯାଇଛି। ଜ୍ଞାନ 510। ରାବଣର ମନ ଚିନ୍ତା କରିଥିଲା ଯେ ତାହା ବିଶ୍ୱ ସାର୍ବଭୌମତା ଏବଂ ରାମଙ୍କ ଉପରେ ବିଜୟ ଲାଗି ବୁଭୁକ୍ଷିତ ହୋଇ ରହିଛି। ମାତ୍ର ତାହାର ଆତ୍ମା ଯଥାସମ୍ଭବ ଅଧିକ ଶୀଘ୍ର ଆପଣାର ସ୍ୱର୍ଗକୁ ଫେରିଯାଇ ପୁନର୍ବାର ପ୍ରଭୁଙ୍କର ପରିକର ହେବା ଉପରେ ସର୍ବଦା ଦୃଷ୍ଟି ନିବଦ୍ଧ କରି ରହିଥିଲା। ତେଣୁ ସବୁଠାରୁ ଅଳପ ରାସ୍ତା ରୂପେ ତାହା ଶତ୍ରୁତାର ଏକ ଭୟଙ୍କର ଆଲିଙ୍ଗନରେ ନିଜକୁ ପ୍ରଭୁଙ୍କ ବିରୋଧରେ ପ୍ରେଷିତ କରିଥିଲା। ଏଠି ଦେଖନ୍ତୁ ଜ୍ଞାନ 509 ଆଉ 510ରେ ଗୋଟେ ରହସ୍ୟପୂର୍ଣ୍ଣ କଥା କହୁଛନ୍ତି ଆମ ପାଖରେ। ପ୍ରଥମେ କହୁଛନ୍ତି ଯେ ଯେଉଁମାନେ ନିଜକୁ ନିଜର ଅହଂ ସ୍ୱାର୍ଥକୁ ବ୍ୟବହାର କରି କ୍ଷମତା ଏବଂ ଏକ ପ୍ରତିପତ୍ତି ଅର୍ଜନ କରିବା ପାଇଁ ଚେଷ୍ଟା କରିଛନ୍ତି ଏବଂ ନିଜକୁ ସର୍ବଶ୍ରେଷ୍ଠ ବୋଲି ବିଚାର କରିଛନ୍ତି, ସେମାନଙ୍କୁ ଗୋଟେ ଦୃଷ୍ଟି ଅବଲୋକନ କରିବା ପାଇଁ ସୁଯୋଗ ଦଉଛନ୍ତି। କହୁଛନ୍ତି, ଦେଖ, ତୁମେ ଯେଉଁ ଉଦ୍ୟମ କରିଚାଲିଛ ନିଜକୁ ଅଧିଷ୍ଠିତ କରି ରଖିବା ପାଇଁ, ସେଥିରେ ତୁମେ ସଫଳ ହୋଇଛ କି? ଯେପରି ରାବଣ ଏବଂ ହିରଣ୍ୟକଶିପୁ, ସିଏ ଚିନ୍ତା କରନ୍ତୁ, ଚରମ ସୀମାରେ ପହଞ୍ଚିଥିଲେ, ତଥାପି ସେମାନେ ରହିପାରିଲେ ନାହିଁ। ଯେତେବେଳେ ବି ସେମାନେ ଯେଉଁ ଚରମ ସୀମାରେ ପହଞ୍ଚିଥିଲେ, ସେତେବେଳେ କଣ ହଉଥିଲା? ପ୍ରତ୍ୟେକ ମୁହୂର୍ତ୍ତରେ ବାହ୍ୟ ଭାବରେ ସେ ଯେତେବେଳେ ନିଜକୁ ପ୍ରତିଷ୍ଠିତ କରୁଥିଲେ, ସେତେବେଳେ ଆତ୍ମା ବ୍ୟାକୁଳ ହୋଇକି ରହୁଥିଲା ଯେ ସେ କିପରି ପ୍ରଭୁଙ୍କ ସହିତ ଯୁକ୍ତ ହବ ବୋଲି। ତେଣୁ ତମର ଯେତେକ ବାହାର କାର୍ଯ୍ୟ ସବୁ କଣ ହଉଥିଲା ନା ଆତ୍ମାର ବ୍ୟାକୁଳତା ଠାରୁ ଛାଡ଼ିକି ଅଲଗା ହେଇକି ରହୁଥିଲା। ଏଠି ପ୍ରଭୁ ଆମକୁ ଆହୁରି ତାପରେ ତ କହୁଛନ୍ତି, ଯୋଉଟା ଆମେ ଆଲୋଚନା କରିବା, କିନ୍ତୁ ଜ୍ଞାନ 509ରେ ଯୋଉଟାକୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ଆମକୁ ଦେଖାଉଛନ୍ତି, ସେଟା ହଉଛି ଯେ ଆମେମାନେ ଯୋଉମାନେ ବର୍ତ୍ତମାନ ନିଜକୁ ଅଧିଷ୍ଠିତ କରିବାକୁ ଚାହୁଁଛୁ, ଅହଂ ଏବଂ ସ୍ୱାର୍ଥର କବଳରେ କବଳିତ ହେଇ ରହିଛୁ, କ୍ଷମତା, ପ୍ରତିପତ୍ତି, ଅର୍ଥ, ଏ ସବୁ ପ୍ରଶଂସା, ଇଏ ସବୁ ପଛରେ ଦୌଡୁଛୁ, ଆମେ କଣ ରାବଣ ଭଳିଆ, ହିରଣ୍ୟକଶିପୁ ଭଳିଆ, ଯେ ମାନେ ଭଗବାନଙ୍କର ଚରମ ଶତ୍ରୁ, ସେଇ ଯୋଉ ଲେବୁଲକୁ ଆମେ ହେଇପାରୁଛୁ କି? ଯଦି ସେଇ ଲେବୁଲକୁ ହେଇଯାଇଥାଅ, ତାହେଲେ ଜ୍ଞାନ 510ରେ କହୁଛନ୍ତି ଯେ ତୁମକୁ ପ୍ରଭୁ ଆଲିଙ୍ଗନ କରିବେ ଏବଂ ସେଇଟା ହଉଛି ଯେମିତି ସବୁଠୁ ସର୍ଟେଷ୍ଟ ରାସ୍ତା ବା ଶୀଘ୍ର ପହଞ୍ଚିବା ପାଇଁ, ପ୍ରଭୁଙ୍କର ଆଲିଙ୍ଗନ ପାଶ ଭିତରେ ପହଞ୍ଚିବା ପାଇଁ ସେଟା ଗୋଟେ ସର୍ଟେଷ୍ଟ ୱେ ବୋଲି କହୁଛନ୍ତି। କିନ୍ତୁ ଆମେ ସେଇ ପ୍ରକାରର ବୁଭୁକ୍ଷିତ ହେଇ ରହିଛୁ କି? ତେବେ ଆମେ ଅଧ ନଈରେ ଯେମିତି ବୁଡ଼ିଗଲା ଭଳିଆ, ନଈ ମଝିରେ ଯଦି ବୁଡ଼ିଗଲ, ତାହେଲେ ନା ଏକୂଳକୁ ହବ ନା ସେ କୂଳକୁ ହବ। ଯେମିତି ତ୍ରିଶଙ୍କୁ ଅବସ୍ଥାରେ ନା ସ୍ୱର୍ଗରେ ରହିଲ ନା ମର୍ତ୍ତ୍ୟରେ ରହିକି ଅଧାରେ ଅଟକିଲା ଭଳି ଅବସ୍ଥା ଆମର ହେଇଯାଉଛି। ତେଣୁ ଆମକୁ ସତର୍କ କରିଦଉଛନ୍ତି ଯେ ବିରୋଧୀ ଶକ୍ତିର ଯେମିତି କହନ୍ତି ଚିପୁଡ଼ା କଥାରେ ଆମେ ବାହ୍ୟ ସଫଳତା, ବାହ୍ୟ ପ୍ରତିପତ୍ତି, ବାହ୍ୟ କ୍ଷମତା, ବାହ୍ୟ ପ୍ରଶଂସା,
ବାହ୍ୟମାନ ସମାନ ଆ ପଛ ପଛେ ଯେତେ ଧାଉଁଛୁ ଧାଇଁଲେ ଆମେ ପଥଭ୍ରଷ୍ଟ ହବା ବ୍ୟତିରେକ ଆଉ କିଛି ହବନି। ସେତେବେଳେ କଣ ହବ? ପ୍ରଭୁ କହୁଛନ୍ତି ତୁମର ଆତ୍ମା ଯାହା ଲାଗି ପ୍ରକୃତରେ ବ୍ୟାକୁଳ ହୋଇ ରହିଥିଲା ସେଇଟା ତୁମେ ଆଉ ପାଇପାରିବନି, ସେଇଟା ତୁମଠାରୁ ଛାଡ଼ି ଚାଲିଯିବ। ଦେଖୁଛନ୍ତି ଲାଷ୍ଟକୁ ସେଇଥିପାଇଁ କହୁଛନ୍ତି ହେ ଦାନବ ତୁମର ଉଦ୍ୟମ ସଫଳ ହେଇଛି କି? ଦେବତା ଏବଂ ବିଶ୍ୱ ଅଧିଷ୍ଠାତାଙ୍କ ଦ୍ୱାରା ସେବିତ ହୋଇ ତୁମେ ରାବଣ ଓ ହିରଣ୍ୟକଶିପୁରେ ଆସୀନ ହୋଇପାରିଛ କି? ମାତ୍ର ତୁମର ଆତ୍ମା ଯାହା ଲାଗି ପ୍ରକୃତରେ ବ୍ୟାକୁଳ ହୋଇ ରହିଥିଲା ସେଇଠି ତୁମଠାରୁ ଛାଡ଼ି ଚାଲି ଯାଇଛି। ଏଠି ଆମମାନଙ୍କୁ ଯୋଉମାନେ ଅହଂ ସ୍ୱାର୍ଥ ଦ୍ୱାରା ଜର୍ଜରିତ ହେଇ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଅଧିଷ୍ଠିତ କରିବା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଦାନବର ସମ୍ବୋଧନରେ ଏଠି ପ୍ରଭୁ ସମ୍ବୋଧନ କରୁଛନ୍ତି। ତାପରେ କହୁଛନ୍ତି ଯଦି ରାବଣ ଏବଂ ହିରଣ୍ୟକଶିପୁ କଥା ଚିନ୍ତା କରାଯାଏ ସେତେବେଳେ ରାବଣର ଯୋଉ ବାହ୍ୟ ଦିଗଟି ଯୋଉଟା ପରିପ୍ରକାଶ ହେଇଥିଲା ତାର ଯୋଉ ମନ ସିଏ କଣ କରୁଥିଲା ନା ଏ ସମଗ୍ର ବିଶ୍ୱର ସିଏ ହବ ତ୍ରିଭୁବନ ବିଜୟୀ। ଯେମିତି ହିରଣ୍ୟକଶିପୁ ମଧ୍ୟ ସେଇଭଳି ଭାବରେ ସିଏ କହୁଥିଲା ଯେ ମୁଁ ହଉଛି ଭଗବାନ ଏବଂ ମୋର ଯଦି ମୁଁ ସବୁଯାକ ମର୍ତ୍ତ୍ୟ ଏବଂ ସ୍ୱର୍ଗ ଏବଂ ପାତାଳ ସବୁ ଲୋକର ଯଦି ମୁଁ ରାଜୁତି କରୁଛି ତେବେ ମୁଁ ସର୍ବଶ୍ରେଷ୍ଠ ବିଜୟୀ। ତେଣୁ ମୋର ହିଁ ଜୟଗାନ ହବା ଉଚିତ, ମୋର ହିଁ ପୂଜା ହବା ଉଚିତ। ଏଭଳି ଭାବରେ ହିରଣ୍ୟକଶିପୁ ଯେପରି ପୁରା ଚରମ ସୀମାକୁ ପହଞ୍ଚିଥିଲା ସେଭଳି ରାବଣ ବିଶ୍ୱ ସାର୍ବଭୌମତା ଏବଂ ଅର୍ଜନ କରିବା ପାଇଁ ଚେଷ୍ଟା କରିଥିଲା। ଏପରିକି ଆମେ ଦେଖିଛନ୍ତି ରାବଣ କଣ କରିଥିଲେ, ଏପରିକି ଗ୍ରହ ନକ୍ଷତ୍ର ଦେବା ଦେବୀ ସମସ୍ତଙ୍କୁ ସେ ଆଣିକିରି ନିଜ ଘରେ ସେବକ କରି ରଖିଦେଇଥିଲେ। ଭିନ୍ନ ଭିନ୍ନ କହନ୍ତି ଯେମିତି ସମସ୍ତେ କୋଉ କୋଉ ଦେବତା ଆସିକି କଣ କଣ ଖଟୁଥିଲେ କାମ କରୁଥିଲେ ଏବଂ ଗ୍ରହ ଚାଳନା ମଧ୍ୟ ତା ଇଚ୍ଛା ଅନୁସାରେ ହଉଥିଲେ। ତେଣୁ ଏଠି କଣ ହଉଥିଲା ନା ତାର ଯୋଉ ଆତ୍ମା ବା ଯଦି ଆମେ ରାବଣଙ୍କର ପୁରୁଣା ପୂର୍ବ ଜନ୍ମ କଥା ଆମେ ଯଦି ଦେଖିବା ସେ ହଉଛନ୍ତି ବିଷ୍ଣୁଙ୍କର ପାର୍ଷଦ ଓ ତାଙ୍କର ଦ୍ୱାର ରଖିଥିଲେ ଦୁଇ ଜଣ। ସେ ଦୁଇ ଜଣ ଦେଖନ୍ତୁ ବେଳେ ସବୁ ଜାଗାରେ ଆମେ ଯେତେବେଳେ କୌଣସି ବଡ ବଡ ଲୋକଙ୍କର ସହିତ ଆମର ସମ୍ପର୍କଟି ଅଧିକ ଘନୀଭୂତ ହେଇଯାଏ ଆମେ ସେଇଟାକୁ କ୍ରେଡିଟ ଦଉ। ଆମର ଦେଖ ଏମିତି ତମେ ଜାଣିଛ ମୁଁ କଲେକ୍ଟରଙ୍କ ସହିତ ଯାଇକି ଭେଟିଥିଲି, ଏମିତି ପୁରା ୱାନ୍ ଟୁ ୱାନ୍ କଥା ହୁଏ। ଆମେ କିଛି ନାହିଁ କଲେକ୍ଟରଙ୍କ ସହିତ କଥା ହେଲି ଭାରି ଖୁସି ହେଲା ଅମକ ସମକ ଇତ୍ୟାଦି ଇତ୍ୟାଦି। ମାନେ ଲୋକେ କଲେକ୍ଟରଙ୍କୁ ବଡ ବୋଲି ଭାବନ୍ତି ବୋଲି କଲେକ୍ଟରଙ୍କ ସହିତ ମୁଁ ଭେଟ କରିଥିଲି, କଲେକ୍ଟର ମୋ ସହିତ ଏମିତି କଥା ହେଇଥିଲେ, ମୁଁ ଏସା କରିଥିଲି ତେସା କରିଥିଲି, ଏଇ ପ୍ରକାର ପ୍ରଶଂସାରେ ଆମେ ମାତି ଯାଉ। ସେ ପ୍ରକାରର ଏକ ବୃଥା ଗର୍ବ ହେଇଯାଇଥିଲା ଜୟ ବିଜୟଙ୍କର, ଯିଏ କି ଲକ୍ଷ୍ମୀ ଆଉ ନାରାୟଣଙ୍କର ଦ୍ୱାର ରଖିଥିଲେ। ସେତେବେଳେ ସତ୍ୟ ଯୁଗ ଏଇ ସବୁ ଯୁଗରେ ସେତେବେଳେ ସିଧାସଳଖ ଶରୀରରେ ଋଷି ମାନେ ଯୋଉମାନେ ସବୁ ତପ ଆଚରଣ କରନ୍ତି ସେମାନେ ଭିନ୍ନ ଭିନ୍ନ ଲୋକରେ ଯାଇ ପହଞ୍ଚୁଥିଲେ। ସେ ଯାଇଛନ୍ତି ବିଷ୍ଣୁଙ୍କ ସହିତ ଦେଖା କରିବା ପାଇଁ ଦୁର୍ବାସା ଋଷି। ଋଷି ମାନେ ଯାଇଛନ୍ତି ବିଷ୍ଣୁଙ୍କ ସହିତ ଦେଖା କରିବା ପାଇଁ, ଏମାନେ ତାଙ୍କୁ ଛାଡି ନାହାନ୍ତି। ତେଣୁ ସେଠି ସେ ଅଭିଶାପ ଦେଇଛନ୍ତି ତମେ ଅହଂକାରର ବଶବର୍ତ୍ତୀ ହେଇ ନିଜକୁ ସର୍ବେସର୍ବା ମନେ କରୁଛ, ତେଣୁ ଅସୁର ସଦୃଶ ଦେବଲୋକରେ ରହିଛ କିନ୍ତୁ ଅସୁର ସଦୃଶ ତୁମର ବ୍ୟବହାର, ତେଣୁ ତୁମକୁ ଅଭିଶାପ ଦଉଛି ତୁମେ ମର୍ତ୍ତ୍ୟ ଲୋକରେ ଜନ୍ମ ଗ୍ରହଣ କର। ସିଏ ସେଇଠୁ କହୁଛନ୍ତି ଦେଖ ସେଠୁ ତାପରେ ବିକଳ ହେଇଛନ୍ତି। ବିକଳ ହେଲା ପରେ ତାଙ୍କୁ ବାଟ ଦେଖେଇଛନ୍ତି ଯେ ଠିକ ଅଛି ତୁମେ ନାରାୟଣଙ୍କ ଦ୍ଵାରା ନିହତ ହେଇ ପୁଣି ତିନି ଜନ୍ମକୁ ତାକୁ ସୀମିତ କରିଛନ୍ତି ଏବଂ ତିନି ଜନ୍ମରେ ସବୁଥର ନିଜେ ସ୍ଵୟଂ ନାରାୟଣ ଅବତାର ଗ୍ରହଣ କରିଛନ୍ତି ଏବଂ ସେମାନଙ୍କୁ ହତ୍ୟା ମାନେ ନିହତ କରିଛନ୍ତି ଯଦ୍ୱାରା ସେମାନେ ମୁକ୍ତି ପାଇଛନ୍ତି। ଏଠି ସେଇଥିପାଇଁ ସେ ସବୁଠାରୁ ଅଳ୍ପ ରାସ୍ତା କଲେ କଣ ଯେ ଏମିତି ଶତ୍ରୁତା କରିବି ପ୍ରଭୁଙ୍କ ସହିତ ଯେମିତି ପ୍ରଭୁ ଶୀଘ୍ର ଆସିବେ ମତେ ଏଠୁ ଉଦ୍ଧାର କରିବେ। କିନ୍ତୁ ତାର ମନ
ଏଇଟା ଆତ୍ମା ବିକଳ ହେଇକି ଅପେକ୍ଷା କରୁଥିଲା କିପରି ସେ ସ୍ୱର୍ଗକୁ ଯିବ, କିପରି ସେ ପ୍ରଭୁଙ୍କର ଯାଇକି ସେବକ ରୂପେ ପୁଣି ସେବାରେ ଲାଗି ରହିବ, ପୁନର୍ବାର ପ୍ରଭୁଙ୍କର ନିଜ ପରିକର ହେଇ ବା ତାଙ୍କର ସେବା କରିବା ପାଇଁ ସେ ବ୍ୟାକୁଳ ହଉଥିଲା ଆତ୍ମା। କିନ୍ତୁ ବାହ୍ୟ ମନ ଯୋଉଟା କି ତାଙ୍କର ବାହ୍ୟ ପ୍ରାଣ ଯୋଉଟା କି ତାଙ୍କର ଚେଷ୍ଟା କରୁଥିଲା ସବୁବେଳେ ନିଜକୁ ଏକ ସମ୍ରାଟ, ନିଜକୁ ତ୍ରିଭୁବନ ବିଜୟୀ ଏବଂ ସର୍ବ ଯେମିତି କେହି ତାକୁ ହରାଇ ପାରିନାହାନ୍ତି, ସବୁର ସେ ମାଲିକ, ଏଇ ପ୍ରକାରର ଏକ ମିଥ୍ୟା ମୁକୁଟ ଚାହୁଁଥିଲା, ଯୋଉଟା କି ବାହ୍ୟ ମନ ଚାହିଁଥିଲା କିନ୍ତୁ ଆତ୍ମା ସେଠି ବିକଳ ହେଇକି ଅପେକ୍ଷା କରୁଥିଲା କିପରି ସେ ପ୍ରଭୁଙ୍କ ଦ୍ଵାରା ମୁକ୍ତି ପାଇବ ଏବଂ ଯାଇକି ପୁଣି ତାଙ୍କର ପ୍ରଭୁଙ୍କର ସେବା କରିବ। ତେଣୁ ସେଇଟା ସବୁଠୁ ସର୍ଟେଷ୍ଟ ୱେ ସେ ଭାବିଲେ, ଯୋଉଟା କି ତପସ୍ୟା କରିଥିଲେ ହୁଏତ ଜନ୍ମ ଜନ୍ମ ଧରିକି ଲାଗିଥାନ୍ତା। କିନ୍ତୁ ଚରମ ଶତ୍ରୁ ହେଲେ ଆସି ଭଗବାନ ଆଲିଙ୍ଗନ କଲେ। ଆ ପୂର୍ବରୁ ଆମେ ଦେଖିଛନ୍ତି ପ୍ରଭୁ ଶିବାନନ୍ଦ ସେଥିପାଇଁ କହିଲେ, ତୁମେ ଯଦି ସତରେ ଚାହୁଁଛ ଯେ ପରମ ପ୍ରଭୁ ତୁମକୁ ଆଲିଙ୍ଗନ କରନ୍ତୁ, ତେବେ ତମେ ଦୁଇଟି ଉପାୟରୁ ଯେକୌଣସି ଗୋଟାଏ ଉପାୟ ଅବଲମ୍ବନ କର। କଣ? ତାଙ୍କର ଅନନ୍ୟ ସେବକ ହେଇଯାଅ, ଅତି ନିଷ୍ଠାପର ଭାବରେ କେବଳ ତାଙ୍କୁ ନେଇକି ବଞ୍ଚ, ତାହେଲେ ସିଏ ତୁମକୁ ଆସି ଆଲିଙ୍ଗନ କରିବେ। କିମ୍ବା ତାଙ୍କର ଅନନ୍ୟ ଶତ୍ରୁ ହେଇଯାଅ, ପରମ ଶତ୍ରୁ ହେଇଯାଅ, ଏପରି କାର୍ଯ୍ୟ କରିବ ଯେପରି ସିଏ ତୁମକୁ ହତ୍ୟା କରିବା ପାଇଁ, ତମକୁ ନିହତ କରିବା ପାଇଁ ଆସି ତୁମକୁ ଆଲିଙ୍ଗନ କରିବେ। ତୀରରେ ନିହତ କରନ୍ତୁ, ମଲ୍ଲ ଯୁଦ୍ଧ କରନ୍ତୁ, ଯାହା କରନ୍ତୁ, ଆଲିଙ୍ଗନ ତୁମେ ପ୍ରଭୁଙ୍କର ସ୍ପର୍ଶ ପାଇବ। ଏଇ ଜ୍ଞାନ 510 ଭାବିକିରି ଯଦି ଆମେ ଭାବିବା ଯେ ହଁ ବା ମୁଁ ତ ଯଦି ଭଗବତ ବିରୋଧୀ ହେବି ତା ବି ଭଗବାନଙ୍କର ଆଲିଙ୍ଗନ ପାଇବି, ସେଥିପାଇଁ ତା ପୂର୍ବରୁ ଜ୍ଞାନ 509 କହିଦେଲେ, ତୁମେ କଣ ରାବଣ ଏବଂ ହିରଣ୍ୟକଶ୍ୟପ ଭଳିଆ ତାଙ୍କର ବିରୋଧ କରିପାରୁଛ? ତମେ କରିପାରିବ ନାହିଁ। ସେଥିପାଇଁ ମଧ୍ୟ ବହୁତ ସାହସ ଦରକାର, ବହୁତ ପ୍ରୟାସ ଉଦ୍ୟମ ଦରକାର। ସେତକ ସାମରେ ଏଇଟା ଅଳସୁଆ ଲୋକଙ୍କର ହବ ନାହିଁ। ହଁ 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 କାଲିକି ଦେଖିବା, ଏ ଲୋକଙ୍କ ଦ୍ଵାରା ହବ ନାହିଁ। ତେଣୁ ସେତେବେଳେ ଆମର ଆତ୍ମା ବ୍ୟାକୁଳ ହେଇକି ରହୁଥାଏ ପ୍ରଭୁଙ୍କ ସଂସ୍ପର୍ଶରେ ଆସିବା ପାଇଁ। ଯଦି ଆମେ ଏଇ ମାନ ସମ୍ମାନ ଏବଂ ବାହାରର ସଫଳତା ପଛପଟେ ଆମେ ଧାଉଁ, ତେବେ ଆମେ ଦାନବ ସଦୃଶ ପଥଭ୍ରଷ୍ଟ ହେଇଯିବା ଏବଂ ଆମର ଆତ୍ମା ଆମକୁ ଛାଡିକି ଚାଲିଗଲା ଭଳିଆ ଆମେ କୋଉଠି ନା କୋଉଠି ପଛରେ ମାନେ କେତେ ଜନ୍ମ ପୁଣି ପଛକୁ ଫେରିଗଲା ଭଳିଆ ଆମର ଅଧୋଗତି ହେଇଯିବ। ମା ଜ୍ଞାନ 511 512 ଜ୍ଞାନ 511ରେ କହୁଛନ୍ତି, ପ୍ରଭୁଙ୍କର ଭୃତ୍ୟ ହେବା ହିଁ ସର୍ବଶ୍ରେଷ୍ଠ ଆନନ୍ଦ। ଠିକ ନାରଦ ଯେପରି ହୋଇଥିଲେ, ପୃଥିବୀର ପ୍ରଭୁ ବୋଲାଇବା ଲାଗି ପ୍ରଭୁଙ୍କ ଠାରୁ ପରିତ୍ୟକ୍ତ ହୋଇ ରହିବା ହେଉଛି ସବୁଠାରୁ ନିକୃଷ୍ଟ ନର୍କ ଭୋଗ। ପ୍ରଭୁଙ୍କ ବିଷୟରେ ଅଜ୍ଞାନ ପ୍ରଣୋଦିତ କଳ୍ପନା ଯାହାକୁ ସବୁଠାରୁ ଅଧିକ ନିକଟବର୍ତ୍ତୀ ବୋଲି ମନେ କରୁଥାଏ, ତାହା ହିଁ ତାଙ୍କ ଠାରୁ ସବୁଠାରୁ ଅଧିକ ଦୂରବର୍ତ୍ତୀ ହୋଇ ରହିଥାଏ। ଏଇଠି ଆମକୁ ଆହୁରି ସ୍ପଷ୍ଟ କରିଦେଲେ, ଯୋଉମାନେ ଯଦି ଚାହୁଁଥିବେ ଏଇ ମାନ ସମ୍ମାନ ସହିତ ପ୍ରଭୁଙ୍କର ଶତ୍ରୁତା କରିବା ପାଇଁ, ଏଇଟା ତୁମେ ପାରିବ। ତେଣୁ ସର୍ବଶ୍ରେଷ୍ଠ ଆନନ୍ଦ ହଉଛି ତାଙ୍କର ଭୃତ୍ୟ ହେଇଯିବା, ତାଙ୍କର ସେବକ ହେଉଥିବା, ତାଙ୍କର ଆଦେଶକୁ ଅପେକ୍ଷା କରି ରହିବା, ଯାହା ଆଦେଶ ଦେବେ ତାହାକୁ ହିଁ ଅବିକୃତ ଭାବରେ ପରିପ୍ରକାଶ କରିବା। ଯେପରି ଠିକ ନାରଦ ଦେଖନ୍ତୁ, ଆମେ ନାରଦକୁ ସେଇ ଲୋକମାନେ କଳିଆ ବୋଲି କହନ୍ତି ନାରଦ ଭଳିଆ କଳି ଲଗଉଛି। ନାରଦ କୋଉଠି କେବେ କଳି ଲଗେଇ ନାହାନ୍ତି, କୋଉଠି କେବେ କଳି ଲଗେଇ ନାହାନ୍ତି। ଯାହା ଯେତେବେଳେ ପ୍ରଭୁଙ୍କର ନିର୍ଦ୍ଦେଶ ରହିଛି, ଯୋଉଠି ଯାହା ପରିପ୍ରକାଶ କରିବା ପାଇଁ ଅଛି, ସେଇଠି ସେ ଯାଆନ୍ତି, ତାହା ହିଁ ପରିପ୍ରକାଶ କରନ୍ତି। ନାରଦ ତାହା ହିଁ ପରିପ୍ରକାଶ କରନ୍ତି, କେବେ ବି କୋଉଠି ନିଜ ଇଚ୍ଛାରେ କରିନାହାନ୍ତି। ଯାହା ପ୍ରଭୁଙ୍କ ନିର୍ଦ୍ଦେଶ, ଯୋଉଠି ଯେତିକି ଦରକାର ସେତିକି କହନ୍ତି। ତେଣୁ ସିଏ ପ୍ରଭୁଙ୍କର ଜଣେ ଭୃତ୍ୟ, ଜଣେ ସେବକ, ଯିଏ କେବଳ ପ୍ରଭୁଙ୍କର ବାର୍ତ୍ତା ପହଞ୍ଚେଇବା ହଉଛି ତାଙ୍କର ଦାୟିତ୍ୱ। ତାଙ୍କର ଆଉ କିଛି ନଥାଏ, କେବଳ ପ୍ରଭୁ। ନିଜକୁ ଅଧିଷ୍ଠିତ କରି ପ୍ରଭୁ ବୋଲାଇବା ଅପେକ୍ଷା, ଏଠି ଶ୍ରୀଅନ୍ଦ ଲେଖୁଛନ୍ତି,
ନିଜେ ପ୍ରଭୁ ବୋଲାଇବା ଅପେକ୍ଷା ପ୍ରଭୁଙ୍କ ଠାରୁ ବରଂ ପରିତ୍ୟକ୍ତ ହେଇକି ନର୍କ ଭୋଗ ହଉଛି ନର୍କ ଭୋଗ ଠାରୁ ବି ଶ୍ରେଷ୍ଠ। କାହିଁକି ନା ସବୁଠାରୁ ନିକୃଷ୍ଟ ହଉଛି ଏଇ ଗୋଟିକ ଯେ ପୃଥିବୀର ପ୍ରଭୁ ବୋଲାଇବା। ସେ କହିଛନ୍ତି ପୃଥିବୀର ପ୍ରଭୁ ବୋଲାଇବା ଲାଗି ପ୍ରଭୁଙ୍କ ଠାରୁ ପରିତ୍ୟକ୍ତ ହୋଇ ରହିବା ହେଉଛି ସବୁଠାରୁ ନିକୃଷ୍ଟ ନର୍କ ଭୋଗ। ତମେ ଯେତେବେଳେ ପୃଥିବୀର ପ୍ରଭୁ ବୋଲାଇବା ପାଇଁ ଚେଷ୍ଟା କରୁଛ ତମେ ଭଗବାନଙ୍କ ଦ୍ଵାରା ପରିତ୍ୟକ୍ତ ହେଇଯିବ। ଆଠାରୁ ଆଉ ନର୍କ ଭୋଗ କିଛି ନାହିଁ। ଯାହାକୁ ପ୍ରଭୁ ପରିତ୍ୟାଗ କରିଦେଲେ ଆଉ ତାର ମୂଲ୍ୟ କଣ ରହିଲା? ଆଉ କଣ ମୂଲ୍ୟ ରହିଲା? ତାଠାରୁ ଆଉ ନର୍କ କଣ ହେଇପାରେ? ଚିନ୍ତା କରନ୍ତୁ, ଆମେ ଗୋଟେ ଏକ୍ସଟ୍ରିମ ଭାବିବା। ବହୁତ ଧନ ସମ୍ପତ୍ତି ମୁଁ ସଞ୍ଚୟ କଲି, ଧନ ରୋଜଗାର କରୁଛି। କଣ ପାଇଁ? ନା ମୋ ପୁଅ ତାକୁ ଉପଭୋଗ କରିବ ବୋଲି। କିନ୍ତୁ ମୋ ପୁଅ କଣ ହେଇଛି? ଦିଟା କଥା, ଆଇଦର ମରିଗଲା କିମ୍ବା ଏତେ ବିପଥଗାମୀ ହେଇଯାଇଛି ଯେ ମଦ୍ୟପ କୁହନ୍ତୁ, କାମାସକ୍ତ କୁହନ୍ତୁ, ଏମିତି ହେଇଯାଇଛି ଯେ ମାନେ ତା ପାଇଁ ଅର୍ଥ ଯାହା ତା ହାତରେ ପଡୁଛି ସବୁ କିଛି କୁଆଡେ ସିଏ ଧ୍ଵଂସ କରିଦଉଛି। ମାନ ସମ୍ମାନ ତ କିଛି ହିଁ ରଖୁନାହିଁ। ସେତେବେଳେ ଆପଣ ଯେତେ ରୋଜଗାର କରି ରଖିଥିଲେ କଣ ଲାଭ? ଯେମିତି କଥାରେ କହନ୍ତି, ସେ ଯୋଉ ଆଡଭର୍ଟାଇଜ ଟି ଦେଖିଥିବେ, ବାପା ମୃତ୍ୟୁ ଶଯ୍ୟାରେ ଖାଲି ଏକ ପଛରେ ଯୋଉ ଏକ ର ଆଗରେ ଡାହାଣ ପଟେ ଖାଲି ଶୂନ ଶୂନ ବାପାଙ୍କ ହାତରେ ଜବରଦସ୍ତ ବସେଇ ବସେଇ ଚାଲିଲେ। ଭାରି ଖୁସି ହେଇଗଲେ, ଓ ସବୁ କିଛି ପାଇଗଲି। ବାହାରେ ଆସିଲେ ଦେଖିବା ପାଇଁ କେତେ ଟଙ୍କା ହେଲା ଗଣିବେ ବୋଲି ଖୁସି ହେଇକି ଚାହିଁ ଦେଲା ବେଳକୁ ଛାତରୁ ଟୋପାଏ ପାଣି ପଡିଲା, ଏକ ଉପରେ ପଡିଗଲା, ଏକଟି ଲିଭିଗଲା। ଆଉ କଣ ମୂଲ୍ୟ ରହିଲା? ତେଣୁ ପୃଥିବୀର ପ୍ରଭୁ ବୋଲେଇବା ହଉଛି ସବୁଠାରୁ ନିକୃଷ୍ଟ ନର୍କ ଭୋଗ। କାହିଁକି? ନା ପ୍ରଭୁ ତୁମକୁ ପରିତ୍ୟକ୍ତ କରିଦେବେ। ତେଣୁ ଆମେ ସେଥିପାଇଁ ତା ପ୍ରଚେଷ୍ଟା କରିବା ଯେପରି ଆମର ଏଇ ଅଜ୍ଞାନ ପ୍ରଣୋଦିତ ହେଇ ଆମେ ଯୋଉ କଳ୍ପନା କରୁଛୁ ଯେ ମୁଁ ବିଶ୍ଵର ରାଜା, ମୋ ଭଳିଆ ଅଧିକାରୀ ବସ୍ତୁ କେହି ନାହାନ୍ତି, ମୁଁ ତ ନଥିଲେ କିଛି ହବ ନାହିଁ, ଇଏ ସବୁ ଜିନିଷ ଆମେ ଯେତେବେଳେ ଭାବୁ ସେତେବେଳେ ଆମେ ଭାବୁ ଯେ ବହୁତ ନିକଟବର୍ତ୍ତୀ ମୁଁ ହେଇକି ରହିଛି। ପ୍ରଭୁ ଲେଖୁଛନ୍ତି ତାହା ହିଁ ତାଙ୍କ ଠାରୁ ସବୁଠାରୁ ଅଧିକ ଦୂରବର୍ତ୍ତୀ ହୋଇ ରହିଥାଏ। ସେତେବେଳେ ତମେ ପ୍ରଭୁଙ୍କ ଠାରୁ ଆହୁରି ଦୂରରେ ରହିଥାଅ। ଭାବୁଥବ ଆମେ ପ୍ରଭୁଙ୍କ ପାଖରେ କାମ କରୁଛୁ, ପ୍ରଭୁଙ୍କ ସହିତ କାମ କରୁଛୁ, ଯୋଉ ମୁହୂର୍ତ୍ତରେ ପ୍ରଭୁ ବଦଳରେ ମା ବଦଳରେ ମୁଁ ପ୍ରତିଷ୍ଠିତ ହେଲି, ତେବେ ସେତେବେଳେ ଆମେ ଯେତେ ନିକଟବର୍ତ୍ତୀରେ ଥିଲେ ମଧ୍ୟ ତାଙ୍କ ଠାରୁ ଅଧିକ ଦୂରବର୍ତ୍ତୀ ହେଇକି ରହିଥିବା। ଏଇ ପ୍ରତି ସଚେତନ ରହିବା। ଆମର ଦୈନନ୍ଦିନ କାର୍ଯ୍ୟ କେବଳ ନୁହେଁ, ମୋର ଚିନ୍ତାରେ, ଭାବନାରେ, କଳ୍ପନାରେ, ଶୟନେ ସପନେ ଜାଗରଣେ କେବଳ ତାଙ୍କର ନିକଟବର୍ତ୍ତୀ ହବା ବ୍ୟତିରେକ ମୋର ଆଉ ଦ୍ଵିତୀୟ କଥା କିଛି ଯେପରି ନ ରୁହେ। ଏଠି ଯଦି ଆଉ ଗୋଟେ କଥା ଦେଖିବା, ଯୋଉଟା ଜ୍ଞାନ 512 କହୁଛନ୍ତି, ପ୍ରଭୁଙ୍କର ସେବକ ହେବାରେ ନିଶ୍ଚୟ ଗୌରବ ରହିଛି। ପ୍ରଭୁଙ୍କର ଦାସ ହୋଇ ରହିବା ହଉଛି ଆହୁରି ଅଧିକ ଗୌରବର ବିଷୟ। ଦୁଇଟା କଥା କହୁଛନ୍ତି, ଗୋଟେ ଜଣେ ସେବକ ଆଉ ଜଣେ ଦାସ। ସେବକ ମାନେ କଣ? ତାଙ୍କର ସେବାକାରୀ, ସେବା କରୁଛି ମୁଁ। ତାମାନେ ମୋର ନିଜସ୍ୱ କିଛି ଅଛି। ନିଜସ୍ୱ ଧାରାରେ ମୁଁ ପ୍ରଭୁଙ୍କର ସେବା କରିବି। ତାଙ୍କର କଣ ଆବଶ୍ୟକ କଣ ନାହିଁ, ଯାହା ଏଇଟା ଯୋଗେଇବି ସେଟା ଯୋଗେଇବି, କିନ୍ତୁ ସେତେବେଳେ ମୋର ନିଜସ୍ୱ କିଛି ସ୍ଥିତି ତଥାପି ରହିଥାଏ। ସେବା କଲା ବେଳେ ମୋର ମୁଁ ସେବା କରେ, ମୁଁ ଅଲଗା ହେଇକି ରହିଲି। ଏବଂ କେମିତି ସେବା କରିବି, କେତେ ସେବା କରିବି, ସେ ସବୁ ଜିନିଷ ବି ଷ୍ଟିଲ୍ ଦେନ୍ ମୋ ଉପରେ ନିର୍ଭର କରୁଥାଏ। କିନ୍ତୁ ମୁଁ ଯେତେବେଳେ ପ୍ରଭୁଙ୍କର ଦାସ ହେଇଯିବି, ଦାସର ସଂଜ୍ଞା ହଉଛି କଣ? ପ୍ରଭୁଙ୍କ ପାଖରେ ମୁଁ ବିକ୍ରି ହେଇଯାଇଛି। ବିକ୍ରି ହେଇଯାଇଛି, ତାମାନେ ମୁଁ ଆଉ ମୋର ନୁହଁ। ବିକ୍ରି ହେଇଗଲି ମାନେ ଯାହା ପାଖକୁ ଗଲି ତାର ସବୁ ନା। ତେଣୁ ମୋର ମନ, ମୋର ପ୍ରାଣ, ମୋର ଶରୀର, ମୋର ଚିନ୍ତା, ମୋର କଳ୍ପନା, ମୋର ଭାବନା, ମୋର ଧାରଣା, ମୋର ମତ, ମୋର ରୁଚି ସବୁ ହଉଛି ପରମାର୍ଥ।
ସବୁ ହଉଛି କେବଳ ପରମ। ସିଏ ଯାହା ଚିନ୍ତା କରିବେ, ସିଏ ଯାହା ଭାବିବେ, ସିଏ ଯାହା କଳ୍ପନା କରିବେ, ସିଏ ଯାହା ଧାରଣା କରିବେ, ସିଏ ଯାହା କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେବେ, ସବୁ ହଉଛନ୍ତି ସିଏ। ସେ ହଉଛି ଦାସ। ଦାସର ନିଜସ୍ୱ କିଛି ନାହିଁ, କିଣା ହେଇଯାଇଛି ସିଏ। ସେ ଆଉ ଫେରି ହେଇପାରିବନି। ଯଦି ଆଉ କିଏ ଆସିଲା ତାକୁ କିଣିକି ନବ। ସେବକର ଆଜି ସେବା କରୁଛି, ଛୁଟି ନେଇପାରେ, କାଲି ଆଉ କାହାର ସେବା କରିପାରେ। ଦାସର ସେଇ ଅପସନ ଟି ତା ହାତରେ ନାହିଁ। ତେଣୁ ସେଥିପାଇଁ କହୁଛି ପ୍ରଭୁଙ୍କର ସେବକ ଯେତେବେଳେ ହବ ତମେ ତ କ୍ରେଡିଟ ପାଇବ ନିଶ୍ଚୟ। ଆମେ ଅନେକ ସମୟରେ କ୍ରେଡିଟ ନଉନା କି? ହଁ ଜାଣିଛୁ, ମୁଁ ନା ମାଙ୍କ ପାଖରେ ଏମିତି କାମ କରେ। ମୁଁ ସମାଧି ପାଖରେ, ମୁଁ ମାଙ୍କ ରୁମ ରେ ମୋର କାମ। ମୋର ପୁରା ବଡ ବଡ ଲୋକଙ୍କ ପାଖରେ ମୋର ବସା ଉଠା। ତାଙ୍କର ସେବକ ହବା ତା ଠାରୁ ଗୌରବ ବିଷୟ। କାଠାରୁ? ଏମିତି ପାଖ ଲୋକ ଅପେକ୍ଷା ସେବକ ହେଇଗଲି, ତାମାନେ ମୋ କଥା ସେ ସବୁ ରଖିବେ। ଏମିତି କଥାରେ କହନ୍ତି, ମୋ କଥା ସେ ସବୁ ରଖିବେ। କିନ୍ତୁ ପ୍ରଭୁଙ୍କର ଦାସ ଯେତେବେଳେ ହେଇଯିବେ, ଦାସ ମାନେ ପ୍ରଭୁ ଯାହା ଚାହିଁବେ କେବଳ ତାହା ହିଁ ଦାସ କରିବ। ଦାସର ନିଜସ୍ୱ କିଛି ନଥାଏ। ନା ଭାବନା, ନା ଧାରଣା, ନା ଚିନ୍ତା, ନା ଅନୁମାନ, ନା ବିଚାର, ନା ରୁଚି, କିଛି ତାର ନିଜସ୍ୱ ନାହିଁ। ତେଣୁ ସେବକ ହେବେ କି ଦାସ ହେବେ, ଏଥର ପ୍ରସ୍ତୁତ ହବା ସେଇ ଅନୁସାରେ। ମା କହୁଛନ୍ତି ପ୍ରଭୁ ଶାସ୍ତ୍ର ଗୁଡିକୁ ବୁଝିବା ଲାଗି ଶ୍ରୀ ଅରବିନ୍ଦ ଆମ ଲାଗି ଯଥାର୍ଥ ଧାରାଟିକୁ ବତାଇ ଦେଇଛନ୍ତି। ଯାହା ଫଳରେ କି ସେ ସବୁ ଗୋଟେ ଗୋଟେ ବିଶ୍ଵ ପ୍ରତୀକରେ ପରିଣତ ହୋଇପାରୁଛନ୍ତି। ମା, ଥ୍ୟାଙ୍କ ୟୁ ଅଲ୍।